ସାଙ୍ଗମାନେ, ଏବେ ରିସେଣ୍ଟ ଦୀପାବଳି ଦିନ ମୁଁ ମୋ ଭଉଣୀକୁ ବାଣ ଫୁଟାଇବା ସମୟରେ ସିଡ଼ି ଘରେ କେହି ପକାଇଥିଲି। ଦୀପାବଳିରେ ଭଉଣୀକୁ କେହିକି ତା ବିଆସାରା ଅଠା କରି ଦେଇଥିଲି। ଦେଖ, ଥରେ କେହିଲା ପରେ ଭାଇ ଭଉଣୀ ଭିତରେ ଆଉ କିଛି ଲୁଚାଛପା ରହିନଥାଏ। ତେଣୁ ନେକ୍ସଟ ଟାଇମ୍ ଗେହାଗେହି ବହୁତ କମ୍ ସମୟରେ ହେଇଯାଏ। ଆଉ ସେଇ ସୁଯୋଗ ଖାଲି ମୁଁ ସବୁଦିନ ଖୋଜୁଥିଲି କି କୋଉଦିନ ବାପା ଆଉ ବୋଉ ବାହାରକୁ ଯିବେ ଆଉ ଆମ ଦି ଜଣଙ୍କୁ ଏକୁଟିଆ ଘରେ ଛାଡ଼ିକି ଯିବେ। ସାଙ୍ଗମାନେ, ମୋ ଭଉଣୀ ନବମ ଶ୍ରେଣୀରେ ପଢ଼ୁଛି। ଏହି ବର୍ଷ ଦୀପାବଳିର 10 ଦିନ ପୂର୍ବରୁ ସେ ଘରେ ରହିଥିଲା ଯେ ଆମର ସବୁଦିନ ଭୋଜି କରୁଥିଲୁ। ତା ପରଠୁ ମୋ ଭଉଣୀ ବହୁତ ଗୁଲୁଗାଲିଆ ଦିଶିବାରେ ଲାଗିଲା। ସେଥିପାଇଁ ମୁଁ ଆଉ ସମ୍ଭାଳି ପାରୁନଥିଲି ଆଉ ଠିକ୍ ଦୀପାବଳି ଦିନ ଗେହି ଦେଇଥିଲି। ତାପରେ ସେଇ ଦିନଠୁ ଆମ ଭିତରେ ଖାଲି ଏଇ ବିଷୟରେ କଥାବାର୍ତ୍ତା ଚାଲିଲା। ମୁଁ ତାକୁ ମଝିରେ ମଝିରେ ପଚାରୁଥାଏ ସେଦିନ କେମିତି ଲାଗିଲା। ସେ କହେ ଏମିତି ଆଉ କହିବୁନି କେବେ ହେଲେ ହେଲା। ମୁଁ ମଝିରେ ମଝିରେ ତା ସାଙ୍ଗେ ଝଗଡ଼ା କରିବା ବାହାନାରେ ତା ଉପରେ ମାଡ଼ି ବସେ। ଏମିତି ଆମ ଭିତରେ ଚାଲିଥିଲା। ହଠାତ୍ ଗୋଟେ ଦିନ ବାପା ଆଉ ବୋଉ ସୁନା କିଣିବା ପାଇଁ ଗଲେ। ବାପା କହିଲେ ଆସିଲା ବେଳକୁ ଆମର ଲେଟ୍ ହେବ। ତମେ ଟ୍ୟୁସନ୍ ପଳାଇଥିବ ଦି ଜଣ ଯାକ। ମୁଁ ଆସିଲେ ଯାଇକି ଚାବି ମାଗିକି ଆଣିବି। ମୁଁ ଖାଲି ସେମାନେ ଗଲା ପରେ କ'ଣ କରିବି ଆଗୁଆ ପ୍ଲାନ୍ କରିକି ରଖିସାରିଥିଲି। ବାପା ଆଉ ବୋଉ 10:30ରେ ବାହାରିକି ଗଲେ। ମୋ ଭଉଣୀ ସେତେବେଳକୁ ଗାଧେଇ ନଥିଲା। ଏବେ ଟିକେ କିଛି ଦିନ ହେଲା ଶୀତ ହେଉଛି ତ ସେଥିପାଇଁ ଗାଧେଇଲା ବେଳକୁ ଟିକେ ଲେଟ୍ ହେଉଛି। ବାପା ଆଉ ବୋଉ ପଳେଇଲେ। ମୋ ଭଉଣୀ ଗୋଟେ ବେଡ଼ସିଟ୍ ଘୋଡ଼େଇ ହେଇକି ଖଟ ଉପରେ ବସିକି କ'ଣ ଲେଖାଲେଖି କରୁଥିଲା। ମୁଁ ଜାଣିକି ତା ପାଖକୁ ଗଲି। କ'ଣ ଲେଖୁଛି କହିକି ତା ଖାତାକୁ ଟାଣାଟାଣି ଟିକେ କଲି। ସେ ମୋତେ ଖାଲି ରହ, କାହିଁକି ଏମିତି ହେଉଛୁ ଖାଲି କହିଲା। ମୁଁ ଧୀରେ ଧୀରେ ଗେହାଗେହି ମୁଡ଼କୁ ତାକୁ ଆଣିବା ପାଇଁ ଚେଷ୍ଟା କଲି। ସେ ଛୋଟ ଟେବୁଲ ବେଡ୍ ଉପରେ ପକେଇକି ଲେଖୁଥିଲା। ମୁଁ କ'ଣ କଲି ନା ଗୋଟେ ପେନ୍ରେ ଟେବୁଲ ତଳପଟୁ ତା ବିଆ ସିଧାରେ ଗେଞ୍ଜିଦେଲି। ସେ ସେଇଠୁ ହସିକି ମୋତେ ରାଗିଲା ଭଳି ଅନେଇଲା। ତାପରେ ଆଉ ଥରେ ଲେଖିବାରେ ଲାଗିଲା। ମୁଁ ଖାଲି ଆଜି କେମିତି ହେଲେ ତା ଉପରେ ଶୋଇକି ଭଲରେ ବିଆର କଣାରେ ବାଣ୍ଡକୁ ସବୁଯାକ ପସେଇକି ଗେହିବି। ତା ବିଆ ବହୁତ ଛୋଟ, ହେଲେ ମୋ ବାଣ୍ଡ ବି ସେତେ ମୋଟା ନୁହେଁ କି ଲମ୍ବା ଟାଇପର। ମୁଁ ହଲେଇଲେ ମୋ ବାଣ୍ଡରୁ ଖାଲି ପାଣି ଭଳିଆ ବାହାରୁଥିଲା। ମୁଁ ତାପରେ ଗୋଟେ ହାତ ନେଇକି ତା ବିଆ ସିଧା ପ୍ୟାଣ୍ଟ ଉପରେ ଚିପିଦେଲି। ସେ ହସିକି ରାଗିକି ମୋତେ କ'ଣ ହେଲେ କହି ଖାଲି ପଚାରୁଥାଏ। ମୁଁ ତାପରେ ଉଠିକି ଆସିଲି। ସେ ରୁମ୍ର ଲାଇଟ୍କୁ ବନ୍ଦ କରିଦେଲି। ମୋତେ ଖାଲି ଲଗା ଲାଇଟ୍ କହି ଚାଲିଥିଲା। ମୁଁ ଜମା ନ ଶୁଣିକି ତା ପାଖରେ ଆସିକି ବସିଲି। ତାକୁ କୁଣ୍ଢେଇକି ଧରି ପକେଇଲି। ସେତିକି ସମୟ ବେଳକୁ ମୋ ବାଣ୍ଡ ପୁରା ଟିଙ୍ଗେଇ ହେଇଗଲାଣି, କାରଣ ମୁଁ ସେତେବେଳୁ ଖାଲି ତା ବିଆର କଣା ବିଷୟରେ ଭାବି ଚାଲିଥିଲି। ତାପରେ ମୁଁ ତାକୁ କୁଣ୍ଢେଇକି ଧରିକି ମୋ କୋଳ ଉପରକୁ ଟାଣିକି ଆଣିଲି। ମୁଁ ତାପରେ ତା ପ୍ୟାଣ୍ଟରେ ହାତ ପସେଇକି ଚଡ଼ିରେ ହାତ ଗଳି ସିଧା ବିଆରେ ଆଙ୍ଗୁଠିକୁ ପଶାଇଲା ଭଳି କରିକି ସଲସଲ କରିବାରେ ଲାଗିଲି। ତା ବିଆରେ ହାତ ମାରୁ ମାରୁ ତାକୁ କାଟିବା ଆରମ୍ଭ ହେଇଗଲା। ସେ ଖାଲି କାଟୁଛି ଏମିତି ହେଇ ଚାଲିଥିଲା। ମୋତେ ଖାଲି ଗେହିବା ନିଶା ଲାଗିଛି ସେତେବେଳକୁ। ମୁଁ ଆଉ ତା କଥାକୁ କୋଉଠି ଶୁଣୁଛି। ଧୀରେ ଧୀରେ କରିକି ତା ପ୍ୟାଣ୍ଟକୁ ଟାଣିକି ଖୋଲିଦେଲି। ସେ ଖାଲି ଭିଡ଼ି ହେଉଥିଲା। ସେଇଠୁ ମୁଁ ଆଉ ଡେରି ନ କରି ଆଗୁଆ କୋଉଠି ତେଲ ଅଛି ପ୍ଲାନ୍ କରିକି ରଖିଥିଲି। ସେଇଠୁ ଯାଇକି ନେଇକି ଆସିଲି। ସେତିକି ଭିତରେ ସେ ପୁଣି ଚଡ଼ି ଆଣିକି ପିନ୍ଧି ପକାଉଥିଲା। ମୁଁ ସିଧା ତା ଚଡ଼ିକୁ ଧରି ପକେଇଲି। ବେଡ୍ ଉପରେ ସବୁ ସାଇଡ୍ କରି ଦେଇକି ତାକୁ କୁଣ୍ଢେଇକି ଧରିକି ଗୋଟେ ହାତରେ ତା ବିଆ କଣାରେ ଆଙ୍ଗୁଠିରେ ପସେଇଲି। ସେ ଖାଲି କାଟୁଛି ହେଉଥିଲା, ଆଉ କିଛି କହିପାରୁନଥିଲା। ସେ ହାତରେ ଖାଲି ବିଆକୁ କଭର କଲା ଭଳି କରୁଥିଲା। ମୁଁ ଆଉ ଥରେ ଉଠିକି ବସିଲି। ଆଉ ତେଲ ବୋତଲରୁ ନଡ଼ିଆ ତେଲ ବାହାର କରିକି ମୋ ବାଣ୍ଡରେ ଠିପିଏ ହବ ଲଗାଇଦେଲି। ବାଣ୍ଡ ପୁରା ତେଲରେ ସରସରିଆ ହେଇଗଲା। ସେଇଠୁ ମୁଁ ତା ଜଙ୍ଘକୁ ମେଲେଇକି ଧରିକି ବାଣ୍ଡକୁ ଭଲସେ ଟିଙ୍ଗେଇକି ଛଡ଼ିକି ତା ବିଆରେ ପସେଇଲି। ବିଆ ଯେତେ ଛୋଟ ଥିଲେ ମଧ୍ୟ ଯଦି ତେଲ ଦେଇକି ପସେଇବ ତାହେଲେ ଧୀରେ ଧୀରେ କରିକି ପଶିଯିବ। ମୋର କଲମ ଭଳିଆ ବାଣ୍ଡକୁ ତା ବିଆରେ ଟିଙ୍ଗେଇକି ପସେଇଲି। ବିଆର ଠିକ୍ ତଳ ଭାଗରେ ବାଣ୍ଡକୁ ପସେଇଲି। ଧୀରେ ଧୀରେ ସେମିତି ପସେଇକି ବିଆ ଭିତରକୁ ବୋଲି ଠେଲିଲି। ସେ ଖାଲି ଆଁ କରିକି ମୋ ପେଟକୁ ଠେଲି ପକାଉଥିଲା। ମୁଁ ଆଉ ସମ୍ଭାଳି ପାରୁନଥିଲି। ତାପରେ ସେ ଏକପଟିଆ ସେ ଖାଲି ଆଁ ହେବା ଭିତରେ ମୁଁ ଲଗାତାର ଗେହି ଚାଲିଲି। ବିଆରେ ମୋର ପେନସିଲ ଭଳିଆ ସରୁଆ ଲମ୍ବା ବାଣ୍ଡ ଛୋଟ ବିଆର ଭିତରକୁ ବୋଲି ଯାଉଥିଲା। କି ମଜା ଲାଗୁଥିଲା। ଏମିତି କେତେ ସମୟ କରିଛି। ସଙ୍ଗେ ସଙ୍ଗେ ମୋ ବାଣ୍ଡ ଭିତରେ ଲାଖିବା ଭଳି ହେଲା। ଆଉ ମୋର ପାଣି ଭଳିଆ ଟିକେ ଲାଳ ବାହାରିଲା। ମୁଁ ସେଇଠୁ ଆଉ କିଛି ଗେହି ପାରିଲିନି। ଏତିକିରେ ବନ୍ଦ କରିଦେଲି। ତାପରେ 5 ମିନିଟ୍ ଛାଡ଼ିକି ସେ ତା ପ୍ୟାଣ୍ଟ ପିନ୍ଧିକି ଗାଧେଇବାକୁ ପଳେଇଲା। ମୁଁ ମୋ ବାଣ୍ଡକୁ ବେଡ଼ସିଟ୍ରେ ପୋଛି ପକେଇଲି। ସେ ବାଥରୁମ୍ରେ ବହୁତ ସମୟ ଯାଏ ଯାଇକି କ'ଣ କରୁଥିଲା କେଜାଣି, କିନ୍ତୁ ବହୁତ ଲେଟ୍ କରିକି ଆସିଲା।
ଆସିଲା ପରେ ମୋତେ କହିଲା କେମିତି କରୁଛୁ ଯେ ମୋର ଭିତରୁ ପୁରା ଛିଡ଼ି ଯାଇଛି। ମନା କରୁଛି ସେମିତି କରନା କାଟୁଛି। ତାପରେ ମୋତେ ଶୁଣିକି କେମିତି ଗୋଟେ ଲାଗିଲା। ତାପରେ ମୁଁ କହିଲି ଆରଥରକୁ ଧୀରେ କରିବି। ସେ କହିଲା ଏତେ ଆଉ କରନି, ପରେ ଆଉ ଥରେ କେବେ ଗୋଟେ କେହିଲେ ଆପଣମାନଙ୍କୁ ଜଣାଇବି। ତା ପୂର୍ବରୁ ଏହିଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି ଯଦି ତାହେଲେ ଏବେ ହିଁ ଭିଡ଼ିଓର ତଳେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ମୋ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, ଯାହାଫଳରେ ଆପଣମାନେ ଏହିଭଳି ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଶୁଣିପାରିବେ।